ଆମେରିକାର ଚେତାବନୀକୁ ମାନିଲେନି। ଏବେ ଆଗକୁ ଆସିଲା ମାଲେସିଆ। ଥାଇଲାଣ୍ଡ ଏବଂ କାମ୍ବୋଜିଆ ମଧ୍ୟରେ ସୀମା ବିବାଦରେ ବଢୁଥିବା ହିଂସାକୁ ଦୃଷ୍ଟିରେ ରଖି ମାଲେସିଆରେ ଅନୁଷ୍ଠିତ ହେବ ଶାନ୍ତି ଆଲୋଚନା। ଏପର୍ଯ୍ୟନ୍ତ ସାଧାରଣ ନାଗରିକଙ୍କ ସମେତ ଦୁଇ ଦେଶ ମଧ୍ୟରେ ଗୁଳିମାଡ଼ରେ 30ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଉଭୟ ଦେଶ ପରସ୍ପରକୁ ତୋପ ସାହାଯ୍ୟରେ ଆକ୍ରମଣ କରିବାର ଅଭିଯୋଗ ଆଣିଛନ୍ତି। ଏହି ବିବାଦ ଐତିହାସିକ ମନ୍ଦିର ଉପରେ ସାର୍ବଭୌମତ୍ୱକୁ ନେଇ। ଥାଇଲାଣ୍ଡ ଏବଂ କାମ୍ବୋଜିଆ ମଧ୍ୟରେ ସୀମା ବିବାଦ ଗମ୍ଭୀର ହେବାରେ ଲାଗିପଡ଼ିଛି। ଏପର୍ଯ୍ୟନ୍ତ ସାଧାରଣ ନାଗରିକଙ୍କ ସମେତ ଦୁଇ ଦେଶ ମଧ୍ୟରେ ଗୁଳିମାଡ଼ରେ ଅନେକ ଲୋକଙ୍କର ଜୀବନ ବିଯାଇଛି। ଏହି ସମୟରେ ସୋମବାର ମାଲେସିଆରେ ଶାନ୍ତି ଆଲୋଚନା ପାଇଁ ଉଭୟ ଦେଶର ନେତା ସାକ୍ଷାତ କରିବେ। ମାଲେସିଆ ବର୍ତ୍ତମାନ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ସଂଘର ଅଧ୍ୟକ୍ଷତା କରୁଛି। ସେଥିପାଇଁ ସୀମା ବିବାଦର ସଙ୍କଟକୁ ଶାନ୍ତ କରିବା ପାଇଁ ପଦକ୍ଷେପ ନେଇଛି। ଥାଇଲାଣ୍ଡର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଏହି ଆଲୋଚନାରେ ତାଙ୍କ ସରକାରଙ୍କ ପ୍ରତିନିଧିତ୍ୱ କରିବେ। ସେହିପରି କାମ୍ବୋଡିଆର ପ୍ରଧାନମନ୍ତ୍ରୀ ମଧ୍ୟ ବୈଠକରେ ଅଂଶଗ୍ରହଣ କରିବେ। ମାଲେସିଆ ପ୍ରଧାନମନ୍ତ୍ରୀ ପୂର୍ବରୁ ଯୁଦ୍ଧବିରତି ପ୍ରସ୍ତାବ ଦେଇସାରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶର ନେତାଙ୍କ ସହ କଥା ହୋଇ ବିବାଦ ବନ୍ଦ କରିବାକୁ ଆବେଦନ କରିଥିଲେ। ତଥାପି ଆରମ୍ଭରୁ ସକାରାତ୍ମକ ସଂକେତ ପରେ କିଛି ଘଣ୍ଟା ମଧ୍ୟରେ ପୁଣି ଗୁଳିବର୍ଷା ଆରମ୍ଭ ହୋଇଗଲା। କାମ୍ବୋଜିଆ ଟ୍ରମ୍ପଙ୍କ ଆବେଦନକୁ ସମର୍ଥନ କରିଥିଲା, କିନ୍ତୁ ଥାଇଲାଣ୍ଡ ଅଭିଯୋଗ କରିଥିଲା ଯେ ପର୍ଯ୍ୟନ୍ତ କାମ୍ବୋଜିଆ ଏହାର ନାଗରିକ ଜନସଂଖ୍ୟାକୁ ଟାର୍ଗେଟ କରୁଛି ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ସମ୍ଭବ ନୁହେଁ। କାମ୍ବୋଜିଆ ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଛି। ଏହି ବିବାଦର ମୂଳ କାରଣ ହେଉଛି ପୁରୁଣା ଐତିହାସିକ ମନ୍ଦିର ଉପରେ ସାର୍ବଭୌମତ୍ୱ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ବିବାଦ ରହିଛି, ବିଶେଷ କରି ମନ୍ଦିର ଉପରେ ହିଁ ରହିଛି। 1962 ମସିହାରେ ଅନ୍ତର୍ଜାତୀୟ ନ୍ୟାୟାଳୟ ମନ୍ଦିରକୁ କାମ୍ବୋଜିଆର ଏକ ଅଂଶ ବୋଲି ବିବେଚନା କରିଥିଲା, କିନ୍ତୁ 2008 ମସିହାରେ ଯେତେବେଳେ କାମ୍ବୋଜିଆ ଏହି ମନ୍ଦିରକୁ ବିଶ୍ୱ ଐତିହ୍ୟ ଭାବରେ ଘୋଷଣା କରିବାକୁ ଚେଷ୍ଟା କରିଥିଲା, ସେତେବେଳେ ବିବାଦ ପୁଣି ଥରେ ଉଗ୍ର ହୋଇ ଉଠିଥିଲା। ବ୍ୟୁରୋ ରିପୋର୍ଟ, ଓଟି ଲାଇଭ୍। ଅଧିକ ଖବର ଦେଖିବା ପାଇଁ ଓଟି ଲାଇଭ୍କୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଖବରଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ।